ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ସ୍ୱାଗତ କରୁଛି ଆମ ଚ୍ୟାନେଲ ତରଫରୁ। ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ। ଫ୍ରେଣ୍ଡ ଦେଖନ୍ତୁ, ଏସବିଆଇ ତରଫରୁ ଏଠି ଆପଣଙ୍କର ବହୁତ ହ୍ୟୁଜ ଆମାଉଣ୍ଟର ପୋଷ୍ଟ ଭେକେନ୍ସିଟି ଆସିଅଛି। ତ ଦେଖିପାରୁଥିବେ ଫ୍ରେଣ୍ଡସ୍, ଏସବିଆଇ ତରଫରୁ ଏଠି ଆପଣଙ୍କର ପ୍ରୋଭିଜନାରୀ ଅଫିସର ଯାହାକି ପିଓ ପାଇଁ ଏଠି ଆପଣଙ୍କର ପୋଷ୍ଟ ଭେକେନ୍ସିଟି ଆସିଅଛି। ଏଠି ପାଖାପାଖି ଆପଣଙ୍କର 1500 ଏଠି ଆପଣଙ୍କର ପୋଷ୍ଟ ଭେକେନ୍ସିଟି ରହିଛି। ଯଦି ଆପଣ ମଧ୍ୟରୁ କେହି ଇଣ୍ଟରେଷ୍ଟେଡ ଥିବେ ଏଇ ଯୋଉ ଏସବିଆଇ ର ପିଓ ଏଇ ଯୋଉ ଫର୍ମଟିକୁ ଆପ୍ଲାଏ କରିବା ପାଇଁ, ତ ଏଇ ଗୋଟିଏ ଭିଡିଓ ମାଧ୍ୟମରେ ମୁଁ ଆପଣଙ୍କୁ ପୁରା ଡିଟେଲ୍ସରେ ଡେସ୍କ୍ରାଇବ କରିଦେଇଛି ଆପଣଙ୍କର ନୋଟିଫିକେସନଟି। ଏଥିରେ ଆପଣମାନଙ୍କର ପୁରା ଡିଟେଲ୍ସରେ ମୁଁ ଡେସ୍କ୍ରାଇବ କରିଛି କି କିପରି ଭାବରେ ଆପଣ ଏଠି ଆପ୍ଲାଏ କରିବେ। ତା ସହିତ ଏଠି ଆପଣଙ୍କର ଏଜର ଲିମିଟ କଣ ରହୁଛି, ଏଜର କ୍ରାଇଟେରିଆ କଣ ରହୁଛି, ଏଠି ଆପଣଙ୍କର କେତୋଟି ପୋଷ୍ଟ ଭେକେନ୍ସି ଆସିଛି, ଭେକେନ୍ସିର ଡିଷ୍ଟ୍ରିବ୍ୟୁସନ, କ୍ୱାଲିଫିକେସନ କଣ ରହୁଛି, ଆପ୍ଲିକେସନ ଫି କେତେ ରହିବ, ତା ସହିତ କେଉଁମାନେ ଏଠି ଆପ୍ଲାଏ କରିପାରିବେ ଏବଂ ତା ସହିତ ସିଲାବସର ଡିଟେଲ୍ସ ସହିତ ସିଲାବସର ପ୍ୟାଟର୍ନଟି, ଏଠି ଆପଣମାନଙ୍କର ଏକ୍ସାମର ପ୍ୟାଟର୍ନଟି ମୁଁ ଏଠି ଆପଣଙ୍କର ଡେସ୍କ୍ରାଇବ କରିଦେଇଛି। ତ ଦେଖନ୍ତୁ, ଏଠି ଆପଣମାନଙ୍କର ଯୋଉ ଏସବିଆଇ ତରଫରୁ ଯୋଉ ଆପଣଙ୍କର ପିଓର ପୋଷ୍ଟ ଭେକେନ୍ସିଟି ଆସିଅଛି, ତ ଏଠି ଆପଣମାନେ ଦେଖିପାରୁଥିବେ ଏଠି ଆପଣଙ୍କର ଯୋଉ କିଏ ଆପଣଙ୍କର ଏକ୍ସାମ କରାଇବ। ଦେଖନ୍ତୁ, ଏଠି ଆପଣଙ୍କର ସେଣ୍ଟ୍ରାଲ ଯୋଉ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସେଣ୍ଟ୍ରାଲ ରିକ୍ରୁଟିଂ ପ୍ରମୋଟିଂ ଡିପାର୍ଟମେଣ୍ଟ ଏଠି ଆପଣଙ୍କର ଏକ୍ସାମଟି କଣ୍ଡକ୍ଟ କରାଇବ। ତା ସହିତ ଦେଖିପାରୁଥିବେ ଏଠି ଆପଣଙ୍କର ଆପ୍ଲିକେସନ ଷ୍ଟାର୍ଟ ଡେଟ୍ ଅଲରେଡି ଆପଣମାନଙ୍କର ଷ୍ଟାର୍ଟ ହେଇସାରିଲାଣି। ଏଇ ଯୋଉ 18 ଜୁନ 2026 ଆପଣଙ୍କର ଷ୍ଟାର୍ଟ ଡେଟ୍ ରହୁଛି। ଏଣ୍ଡ ଆପଣଙ୍କର ଅନଲାଇନ ରେଜିଷ୍ଟ୍ରେସନର ଏଣ୍ଡ ଡେଟ୍ ରହିବ କେତେ, ଯୋଉ ଆପଣଙ୍କ ଫି ପେମେଣ୍ଟ କରିବାର ଲାଷ୍ଟ ଡେଟ୍ ରହିବ, ଆପଣଙ୍କର ଆପ୍ଲିକେସନ ଆପ୍ଲାଏ କରିବାର ଶେଷ ତାରିଖ ରହିବ 8 ଜୁଲାଇ 2026, ଯୋଉଟା କି ଆର ମାସ 8 ତାରିଖ ଭିତରେ ଏଠି ଆପଣଙ୍କୁ ଆପ୍ଲାଏ କରିବା ପାଇଁ ପଡିବ। ଏଜ ର କଥା ଦେଖି ରଖନ୍ତୁ, ଏଠି ଆପଣଙ୍କର 21 ରୁ 30 ବର୍ଷ ଆପଣଙ୍କର ଏଜ ର ଲିମିଟ ରହିଛି। ତା ସହିତ ଏଠି ଆପଣଙ୍କର 1/4/2026 କୁ ନେଇ ଏଠି ଆପଣ ଏଜ ଟିକୁ କାଲକୁଲେଟ କରିବେ। ଏଜୁକେସନ କ୍ୱାଲିଫିକେସନ କଥା ଦେଖି ରଖନ୍ତୁ, ଏଠି ଆପଣଙ୍କର ଯେଉଁମାନେ ଗ୍ରାଜୁଏସନ କମ୍ପ୍ଲିଟ କରିସାରିଛନ୍ତି କୌଣସି ବି ଡିସିପ୍ଲିନ ହଉନା କାହିଁକି ସେମାନେ ଏଠି ଆପ୍ଲାଏ କରିପାରିବେ। ଏଣ୍ଡ ଦେଖନ୍ତୁ, ଆପ୍ଲିକେସନ ଫି 750 ଟଙ୍କା ରହୁଛି ଫର ଆପଣମାନଙ୍କର ୟୁଆର କାଟାଗୋରୀ, ତା ସହିତ ଇଡବ୍ଲ୍ୟୁଏସ୍ କାଟାଗୋରୀ, ଆପଣଙ୍କର ଓବିସି କାଟାଗୋରୀ ପାଇଁ 750 ଟଙ୍କା ଆପ୍ଲିକେସନ ଫି ରହିବ। ଏସସି ଏସଟି ପିଲାମାନଙ୍କ ପାଇଁ ଆପଣଙ୍କର କୌଣସି ଆପ୍ଲିକେସନ ଫି ରହିବ ନାହିଁ। ସିଲେକ୍ସନ ପ୍ରୋସେସ ଦେଖନ୍ତୁ, ପ୍ରଥମେ ଆପଣଙ୍କର ପ୍ରିଲିମିନାରୀ ଟେଷ୍ଟ କରାଯିବ, ଦେନ୍ ତାପରେ ଆପଣଙ୍କର ଏଠି ମେନ୍ସ ଏକ୍ସାମ ଟି କରାଯିବ, ଦେନ୍ ଆପଣଙ୍କର ସାଇକୋମେଟ୍ରିକ ଟେଷ୍ଟ, ଗ୍ରୁପ ଡିସ୍କସନ, ତା ସହିତ ଇଣ୍ଟରଭ୍ୟୁ ଆପଣଙ୍କର କଣ୍ଡକ୍ଟ କରାଯିବ। ଏଇ ତିନୋଟି ଷ୍ଟେଜରେ ଆପଣମାନଙ୍କୁ ଏକ୍ସାମ ଟି କଣ୍ଡକ୍ଟ କରାଯାଇକି ଆପଣଙ୍କୁ ସିଲେକ୍ସନ ଟି କରାଯିବ। ତ ତାପରେ ଦେଖନ୍ତୁ, ଏଟା ଆପଣଙ୍କର ବେସିକ ଯୋଉ ଆପଣଙ୍କର ପେ ରହିବ 48,480 ଟଙ୍କା ଆପଣଙ୍କର ଯୋଉ ଆପଣଙ୍କର ବେସିକ ପେ ରହିବ। ଏଣ୍ଡ ତା ସହିତ ଏଟା ଆପଣଙ୍କର ଯୋଉ ଆନୁଆଲି ଆପଣଙ୍କର ସିଟି ଯୋଉଟା କି ମ୍ୟାକ୍ସିମମ୍ ସାଲାରୀ ଆପଣଙ୍କର 21.97 ଲାખ, ମାନେ ଆପଣଙ୍କର ପାଖାପାଖି 22 ଲକ୍ଷ ଟଙ୍କା ଆନୁଆଲି ସିଟିସି ରହିବ। ମାନେ ବର୍ଷକୁ ଆପଣମାନେ 22 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମ୍ୟାକ୍ସିମମ୍ ସାଲାରୀ ନେଇପାରିବେ। ତ କରେକ୍ଟ ଏଠି ଦେଖିପାରୁଥିବେ ପାଖାପାଖି ଗୋଟେ ମାସକୁ ପାଖାପାଖି ଏଠି ଆପଣମାନଙ୍କର 1 ଲକ୍ଷ ଏଠି ଆପଣଙ୍କର 80,000 ପାଖାପାଖି ସାଲାରୀ ପଡିଯିବ ମ୍ୟାକ୍ସିମମ୍ ସାଲାରୀ। ଆପ୍ଲିକେସନ ମୋଡ ଆପଣଙ୍କୁ ଅନଲାଇନ ମୋଡରେ ଆପ୍ଲାଏ କରିବା ପାଇଁ ପଡିବ। ଭେକେନ୍ସି ଡିଷ୍ଟ୍ରିବ୍ୟୁସନ ଦେଖି ରଖନ୍ତୁ, ଏଠି ଆପଣଙ୍କର ଟୋଟାଲ ଆପଣଙ୍କର ଭେକେନ୍ସି ପ୍ରଥମେ କରି ରହୁଛି 1500 ପୋଷ୍ଟ ଭେକେନ୍ସି ରହୁଛି। ଏଠି ଆପଣଙ୍କର ରେଗୁଲାର ଭେକେନ୍ସିରେ 1446 ଆପଣଙ୍କର ରେଗୁଲାର ଭେକେନ୍ସି ରହୁଛି। ଏଣ୍ଡ ଆପଣଙ୍କର ବ୍ୟାକଲଗ ଆପଣଙ୍କର 54ଟି ଆପଣଙ୍କର ବ୍ୟାକଲଗ ରହୁଛି। ତ ଟୋଟାଲ ମିଶେଇ କରି ଆପଣଙ୍କର ଏଠି 1500 ପୋଷ୍ଟ ଭେକେନ୍ସିଟି ରହୁଛି। ତ ବର୍ତ୍ତମାନ ଆମେ ଦେଖିବା ଏଠି ଆପଣମାନଙ୍କର ଯୋଉ ଆପଣଙ୍କର ଭେକେନ୍ସି ଯୋଉ ଡିଷ୍ଟ୍ରିବ୍ୟୁଟ ହେଇଛି, ଏସସି ପିଲାମାନଙ୍କ ପାଇଁ 216ଟି ଆପଣଙ୍କର ରେଗୁଲାର ଭେକେନ୍ସି ଡିଷ୍ଟ୍ରିବ୍ୟୁଟ ହେଇ ରହିଛି। ଏଣ୍ଡ ବ୍ୟାକଲଗ 18, ତ ଟୋଟାଲ ଆପଣଙ୍କର 234ଟି। ଏଣ୍ଡ ଏସଟି ପିଲାମାନଙ୍କ ଦେଖନ୍ତୁ 108ଟି, 36ଟି ରହିଛି ବ୍ୟାକଲଗ, ତ ଟୋଟାଲ ଆପଣଙ୍କର 144ଟି। ଏଣ୍ଡ ଓବିସି ପିଲାମାନଙ୍କର 390ଟି। ଏଣ୍ଡ ତା ସହିତ ଇଡବ୍ଲ୍ୟୁଏସ୍ କାଟାଗୋରୀ ପାଇଁ 144ଟି। ଏଣ୍ଡ ୟୁଆର କାଟାଗୋରୀ ପାଇଁ 588ଟି। ତ ଏଇଭଳି ଟୋଟାଲ ଆପଣମାନଙ୍କର 1500 ପୋଷ୍ଟ ଭେକେନ୍ସି ଆପଣଙ୍କର ରହିଛି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ ଅଛନ୍ତି ପିଓର ଫର୍ମଟିକୁ ଆପ୍ଲାଏ କରିବା ପାଇଁ, ଏଇ ଯୋଉ ନୋଟିଫିକେସନଟି ଏଠି ମୁଁ ଆପଣଙ୍କୁ ଡେସ୍କ୍ରିପସନ ଲିଙ୍କଟି ପ୍ରୋଭାଇଡ କରିଦେବି, ସେଠୁ ଆପଣମାନେ ଯାଇ ଏ ନୋଟିଫିକେସନଟି ପାଇଯିବେ। ତା ସହିତ ଆମ ଟେଲିଗ୍ରାମ ଚ୍ୟାନେଲକୁ ଜଏନ କଲେ ସେଠି ମଧ୍ୟ ଆପଣମାନଙ୍କୁ ଏ ନୋଟିଫିକେସନଟି ମିଳିଯିବ। ତ ଦେଖନ୍ତୁ, ଏଠି ଆପଣଙ୍କର ଯୋଉ ଆପଣଙ୍କ ଏସବିଆଇ ର ପିଓ ତରଫରୁ ଯୋଉ ନୋଟିଫିକେସନଟି ଆସିଅଛି, ଦେଖିପାରୁଥିବେ ଏଠି ଆପଣମାନଙ୍କର ଡିଟେଲ ନୋଟିଫିକେସନଟି ଏଠି ଆପଣ ଭଲ ଭାବରେ ଡାଉନଲୋଡ କରି ପଢିଦେବେ। ଯୋଉ ଯୋଉ ଜାଗା ଦରକାର ଆପଣମାନଙ୍କୁ ଭଲ ଭାବରେ ଚେକ୍ କରିନେବେ। ତ ଏଠି ମୁଁ ତଳୁ ସ୍କ୍ରୋଲ କଲା ପରେ ଏଠି ଏଜ ର କ୍ରାଇଟେରିଆ ଏଠି ଆପଣଙ୍କୁ ଅଲରେଡି ମୁଁ କହିଥିଲି ଯାହା ସେୟା ରହିଛି। ଏଣ୍ଡ କ୍ୱାଲିଫିକେସନ କଥା କହିଥିଲି, ଗ୍ରାଜୁଏସନ କରିଥିବା ଦରକାର, କୌଣସି ବି ଫିଲ୍ଡରେ ହଉନା କାହିଁକି ଆପଣ ଗ୍ରାଜୁଏସନ କରିଥିବା ଦରକାର। ତଳୁ ଯଦି ଆପଣ ସ୍କ୍ରୋଲ କରିବେ, ତ ଏଠି ଆପଣ ଦେଖିପାରୁଥିବେ ଏଠି ଆପଣଙ୍କର ଯୋଉ ଆପଣଙ୍କର ସିଲେକ୍ସନ ପ୍ରୋସେସଟି କେମିତି କଣ ସିଲେକ୍ସନ କରାଯିବ। ତ ଏଠି ଆପଣ ପ୍ରଥମେ ଆପଣଙ୍କର ପ୍ରିଲିମିନାରୀ ଟେଷ୍ଟ କରାଯିବ। ଏଠି ଦେଖିପାରୁଥିବେ ଏଠି ଆପଣଙ୍କର 100ଟି କ୍ୱେଶ୍ଚନକୁ 100 ମାର୍କ ଏଠି ଆପଣଙ୍କର ରହିବ। ଗୋଟେ ଘଣ୍ଟାର ଟାଇମ ଦିଆଯିବ। ଇଂଲିଶ ଲାଙ୍ଗୁଏଜରେ ଆପଣଙ୍କର 40ଟି କ୍ୱେଶ୍ଚନ ରହିବ। କ୍ୱାଣ୍ଟିଟେଟିଭ ଆପ୍ଟିଚ୍ୟୁଡରେ 30ଟି କ୍ୱେଶ୍ଚନ, ରିଜନିଂ ଏବିଲିଟିରେ 30ଟି କ୍ୱେଶ୍ଚନ ଆପଣଙ୍କର ଏଠି ରହୁଛି। ଏଣ୍ଡ ତା ସହିତ ମ୍ୟାକ୍ସିମମ୍ ମାର୍କ ଆପଣଙ୍କର 100 ମାର୍କ ରହିବ। ଗୋଟେ ଘଣ୍ଟାର ଟାଇମ ଦିଆଯିବ। ଦେଖନ୍ତୁ, ଏଠି ଆପଣଙ୍କର ଗୋଟେ ମାର୍କ କ୍ୱେଶ୍ଚନକୁ ଏଠି ଆପଣଙ୍କର ଗୋଟେ ମିନିଟରୁ ବି କମ ଟାଇମରେ ଆପଣଙ୍କୁ ସଲ୍ଭ କରିବା ପାଇଁ ପଡିବ।
ତା ସହିତ ଦେଖିପାରୁଥିବେ ଏଠି ଆପଣଙ୍କର ସେକେଣ୍ଡ ଯୋଉ ଆପଣଙ୍କର ସେକେଣ୍ଡ ଯୋଉ ଫେଜ୍ 2 ରେ ମେନ୍ସ ଏକ୍ସାମ ଟି କରାଯିବ। ମେନ୍ସ ଏକ୍ସାମ ର ଯୋଉ ଆପଣଙ୍କର ଡିଟେଲ ଆପଣଙ୍କର ରହିଛି ଏଠି ଆପଣ ଭଲ ଭାବରେ ଦେଖିପାରୁଥିବେ ମେନ୍ସ ଏକ୍ସାମ ର ଏଠି ଦେଖନ୍ତୁ ରିଜନିଂ ଆଉ କମ୍ପ୍ୟୁଟର ଆପ୍ଟିଟ୍ୟୁଡ ରୁ 40 ଟି କ୍ୱେଶ୍ଚନ ରହିବ ଯୋଉଟା କି 60 ମାର୍କ ଟୋଟାଲ ଆପଣଙ୍କର 50 ଟି ଆପଣଙ୍କର ମିନିଟ ରହିବ। ଏଣ୍ଡ ତା ସହିତ ଡାଟା ଆନାଲିସିସ୍ ଯୋଉଟା କି ଇଣ୍ଟରପ୍ରିଟେସନ ରେ 30 ଟି କ୍ୱେଶ୍ଚନ କୁ 60 ମାର୍କ ରହିବ। ଏଣ୍ଡ ଆପଣଙ୍କର 45 ମିନିଟ ର ଟାଇମ ଦିଆଯିବ। ଜେନେରାଲ ଆୱାରନେସ୍ ଇକୋନୋମି ବ୍ୟାଙ୍କିଙ୍ଗ ନଲେଜ ରୁ ଏଟା ଆପଣଙ୍କର 60 କ୍ୱେଶ୍ଚନ କୁ 60 ମାର୍କ। ଇଂଲିଶ ଲାଙ୍ଗୁଏଜ ରେ 40 ଟି କ୍ୱେଶ୍ଚନ କୁ 20 ମାର୍କ ଏଠି ଆପଣଙ୍କର ରହିବ। ତ ଟୋଟାଲ ଆପଣଙ୍କର 3 ଘଣ୍ଟା ଟାଇମ ରହିବ। 170 କ୍ୱେଶ୍ଚନ କୁ 200 ମାର୍କ ଆଉ ଆପଣଙ୍କର 3 ଘଣ୍ଟା ଟାଇମ ଦିଆଯିବ। ତାପରେ ଏଠି ଆପଣଙ୍କର ଯୋଉ ଆପଣଙ୍କର ଡେସ୍କ୍ରିପଟିଭ ଆପଣଙ୍କର ପେପରଟି ରହିବ ଏଟା ଆପଣଙ୍କର ଇମେଲ ଲେଖିବେ, ଷ୍ଟାଚୁଟାରୀ ଆନାଲିସିସ୍ ଦେଖିବେ, ଏଣ୍ଡ ଆଇଦର ରିପୋର୍ଟ ରାଇଟିଂ ତା ସହିତ ଆପଣଙ୍କର ଯୋଉଟା କି ପେସେଜ ରାଇଟିଂ ରହିବ ଯୋଉଟା ଦୁଇଟି ଭିତରୁ ଗୋଟେ ଚୁଜ କରିବା ପାଇଁ ପଡିବ। 3ଟି କ୍ୱେଶ୍ଚନ କୁ 30 ମାର୍କ ଆପଣଙ୍କର 230 ଟୋଟାଲ ମାର୍କ ହେଇଯିବ। 3 ଘଣ୍ଟା 30 ମିନିଟ ଏଠି ଟାଇମ ଦିଆଯିବ। ଯୋଉ କ୍ରାଇଟେରିଆ 3 ରେ ଏଠି ଆପଣଙ୍କର ଫେଜ 3 ରେ ଏଠି ଆପଣଙ୍କର ଯୋଉ ଆପଣଙ୍କର ଟେଷ୍ଟ ଫେଜ 3 ରେ ଆପଣଙ୍କର ଯୋଉ କରାଯିବ ଗ୍ରୁପ ଟେଷ୍ଟ ତା ସହିତ ଆପଣଙ୍କର ଇଣ୍ଟରଭ୍ୟୁ ଏଣ୍ଡ ତା ସହିତ ଆପଣଙ୍କର ଟୋଟାଲ ଆପଣଙ୍କର ଯୋଉ ଆପଣଙ୍କର 50 ମାର୍କ ରହିବ। ତା ଭିତରୁ ଯଦି ଆପଣମାନେ ସିଲେକ୍ସନ ହଉଛନ୍ତି ତ ଏ ସବୁ ମାର୍କ ଆପଣଙ୍କୁ ମିଶେଇ କରି ଆପଣଙ୍କର ମେରିଟ ଲିଷ୍ଟ ବାହାରିବ। ତ ଏଇ ଟାଇପ ରେ ଆପଣମାନଙ୍କୁ ପୁରା ଆପଣଙ୍କର ଏକ୍ସାମ ର ଯୋଉ ଆପଣଙ୍କର ପ୍ୟାଟର୍ନ ରହିଛି ସିଲାବସ ଟି ରହିଛି। ତ ଯଦି ଆପଣ ଇଣ୍ଟରେଷ୍ଟେଡ ଅଛନ୍ତି ଏ ଫର୍ମ କୁ ଆପ୍ଲାଏ କରିବା ପାଇଁ ତ ଏଠି ଆପଣଙ୍କର ଭଲ ଭାବରେ ଏଠି ଆପଣ ଭଲ ଭାବରେ ନୋଟିଫିକେସନ ଡାଉନଲୋଡ କରିବେ, ଭଲ ଭାବରେ ପଢିବେ, ତାପରେ ଏଠି ଆପଣ ମାନେ ଆପ୍ଲାଏ କରିବେ। ଏମିତି ନାହିଁ କି ଖାଲି ଭିଡିଓ ଦେଖିକରି କି ଖାଲି ଆପଣ ମାନେ ଆସିଛି ବୋଲି ଫର୍ମ ଟି ପକେଇଦେବି। ନୋଟିଫିକେସନ ଭଲ ଭାବରେ ପଢନ୍ତୁ। କିଛି ଯଦି ଆପଣମାନଙ୍କର ଚେଞ୍ଜ ହେଇଛି କି କିମ୍ବା କିଛି ଆପଣମାନଙ୍କର ଯଦି ଆପଣମାନଙ୍କର କିଛି ଆପଣଙ୍କର କ୍ରାଇଟେରିଆ ଚେଞ୍ଜ ହଉଛି ଆପଣ କ୍ରାଇଟେରିଆ ମ୍ୟାଚିଂ କରୁଛନ୍ତି କି ନାହିଁ ଏସବୁର ଡିଟେଲ୍ସ ଭଲ ଭାବରେ ଦେଖିଲା ପରେ ଆପଣ ଫର୍ମ ଟିକୁ ଆପ୍ଲାଏ କରିବେ। ଏଟା ଥିଲା ଆପଣମାନଙ୍କର ଏସବିଆଇ ର ପିଓ ତରଫରୁ ନୋଟିଫିକେସନ ଟି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ ଅଛନ୍ତି ଫର୍ମ ଟିକୁ ଆପ୍ଲାଏ କରିବା ପାଇଁ ଜଲ୍ଦି ଜଲ୍ଦି ଆପଣ ଆପ୍ଲାଏ କରିଦିଅନ୍ତୁ। ଆପ୍ଲିକେସନ ଷ୍ଟାର୍ଟ ଡେଟ୍ ଅଲରେଡି ଷ୍ଟାର୍ଟ ହେଇସାରିଲାଣି। ଯଦି ଭିଡିଓଟି ଆପଣଙ୍କୁ ପସନ୍ଦ ଆସୁଛି ତ ଲାଇକ୍ କରନ୍ତୁ। ଟେଲିଗ୍ରାମ ଚ୍ୟାନେଲ ଯଦି ଜଏନ୍ କରିନାହାନ୍ତି ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିନିଅନ୍ତୁ। ଏଣ୍ଡ ତା ସହିତ ଆମ ସହିତ ଯୋଡି ରହିବା ପାଇଁ ଏଠି ଆପଣମାନେ ଆମ ସହିତ ଆପଣ ଟେଲିଗ୍ରାମ ଚ୍ୟାନେଲରେ କଣ୍ଟାକ୍ଟ ହେଇଯାଆନ୍ତୁ। ନେକ୍ସଟ ଭିଡିଓରେ ଆପଣଙ୍କ ସହିତ ଦେଖା ହେବ। ସେଥି ପର୍ଯ୍ୟନ୍ତ ଟେକ୍ କେୟାର।